ଯୋଜନା ସାଙ୍ଗମାନେ ଚନ୍ଦକା ବ୍ଲକ୍ ଆଉ ଟିକେ ନେବା ତ ଆମେ ସେ ଚନ୍ଦକା ଅଭୟାରଣ୍ୟ ଆଉ ଟିକେ ଆଗକୁ ଯାଉଥିଲୁ। ସେ ପାଖରେ ଗଲାବେଳେ ଦେଖିବାକୁ ପଡ଼ିଲା ଗୋଟେ ବୁଲିଆ ଗଡ଼ ଦେଖନ୍ତୁ ଚନ୍ଦକା ଜଙ୍ଗଲରେ ଥିବା ଏ ଗଡ଼ ଯେଉଁଟାକି ଆଗରୁ ଥିଲା ଏବେ ବି ତାର କିଛି ଅଛି ଚିହ୍ନ ବର୍ଣ୍ଣ ଅଛି। ତ ଆମେ ତା ଭିତରେ ବୁଲିବାକୁ ତ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲୁ। ତା ଭିତରେ ଆମେ ଗାଡ଼ି ବଢ଼ି ଚାଲିଲା ଆଗକୁ ତ ମୁଁ ଡ୍ରାଇଭର ଭାଇଙ୍କୁ ପଚାରିଲି ଆମେ କୁଆଡ଼େ ତ ସେ କହିଲେ ତା ଭିତରେ କୁମ୍ଭାର ଢିଅ ଗୋଟେ ବଢ଼ିଆ ଜାଗା ଅଛି ଯେଉଁଠି ହାତୀମାନେ ରହନ୍ତି ବା ହାତୀମାନେ ଆସନ୍ତି ଦେଖନ୍ତୁ ସେ ଜାଗାରେ ଆମେ ପହଞ୍ଚିଗଲୁ ସେଠି ଅଲରେଡ଼ି ଗୋଟେ ହାତୀ ବନ୍ଧା ହେଇଛି। ତ ସେମାନେ କହିଲେ ଯେଉଁ ସରକାରଙ୍କ ଅଣ୍ଡରରେ ଯେଉଁ 8-10ଟି ହାତୀ ଅଛନ୍ତି ସେମାନେ ଏଇ ଜାଗାରେ ଆସି ପ୍ରାକ୍ଟିସ୍ କରନ୍ତି ବୁଲନ୍ତି ସବୁବେଳେ ପାଇଁ ଏଇ ଗୋଟେ ହାତୀ ଜାଗାରେ ବନ୍ଧା ହେଇଥାଏ ଯେଉଁଟା ଲୋକମାନେ ଦେଖନ୍ତି। ତ ତା ସାମ୍ନାରେ ଥିବା ଏକ ୱାଚ୍ ଟାୱାର ଉପରକୁ ଆମେ ଗଲୁ ସେଠୁ ଛିଡ଼ା ହେଇକି ଚାରିଆଡ଼ର ସୌନ୍ଦର୍ଯ୍ୟ ଚନ୍ଦକା ଅଭୟାରଣ୍ୟରେ ଆମେ ଦେଖିଲୁ ବହୁତ ସୁନ୍ଦର ଲାଗିଲା। ଇଏ ହେଉଛି ସେଇ ଜାଗା ଯେଉଁଠି ସନ୍ଧ୍ୟାବେଳେ ବା 3ଟା 4ଟା ପରେ ଆସିକି ହାତୀମାନେ ପ୍ରାକ୍ଟିସ୍ କରନ୍ତି ବା ଖେଳନ୍ତି ବୁଲନ୍ତି। ଇଏ ହେଉଛି ସେ ପାଖରେ ଥିବା ଗୋଟେ ଛୋଟିଆ ହ୍ରଦ ଯାହାକୁ ଆମେ ଦେଖିଲୁ ସେଠି ବହୁତ ସାରା କଇଁ ଫୁଲ ଫୁଟିଥିଲା। ତାପରେ ସେଠୁ ଆମେ ଫେରିଆସି ପୁଣି ସେ ହାତୀକି ଟିକେ ଦେଖିଲୁ ପାଖରୁ ବହୁତ ସୁନ୍ଦର ଦେଖିଲୁ କେତେ ପ୍ରୋଟେକ୍ସନ୍ ଭିତରେ ସେ ହାତୀ ଅଛି। ଠିକ୍ ସେଠି ଆମେ ପୁଣି ବାହାରିଲୁ ଅଲଗା କିଛି ଜାଗା ଦେଖିବା ପାଇଁ ବୁଲିବା ପାଇଁ। ତ ଜଙ୍ଗଲ ସଫାରି ଓପନ୍ ସଫାରି ବୁଲିବାକୁ ବହୁତ ମଜା ଲାଗୁଥାଏ। ତ ଜଙ୍ଗଲ ଭିତରେ ପୁରା ମଜା ନେଇ ନେଇ ଆମେ ବୁଲୁଥାଉ ବା ଚାରିଆଡ଼େ ଜଙ୍ଗଲ ଭିତରେ ପୁରା ମସ୍ତ ଶାନ୍ତ ଲାଗୁଥିଲା। ତ ପାଖରେ ଗୋଟେ ପୋଖରୀ ଯେଉଁଠି ପଶୁପକ୍ଷୀମାନେ ଆସି ପାଣି ପିଅନ୍ତି ବିଶେଷ କରି ହାତୀମାନେ ଆସି ଜାଗାରେ ପାଣି ପିଅନ୍ତି। ଏସବୁ ଦେଖି ସାରିଲା ପରେ ଆମ ଜଙ୍ଗଲ ସଫର ଏଇଠି ସରିଲା। ଆମେ